काव्येषु नाटकम रम्यम काव्यमानक मध्यरे नाटक होचति रमणीय अति चित्ताकर्षक एवं मनमुग्धकारी नाटककर्ता कहिले आज्ञा नगाधी राजन अंकरे कांचन पुरी से नगरी इंद्राणी नगाधी राज नग अर्थ आज्ञा पर्वत अधिराज अर्थ श्रेष्ठ पर्वत मानक मध्यरे श्रेष्ठ स्थान को अलंकृत करिछि किए हिमालय जहाँ को कि आपणकर कवि कुलाग्रगण्य कालिदास कुमार संभवर प्रथम श्लोक रे कहंती कले अस्ति उत्तर श्याम दिशि देवता भौगोलिक मानचित्र महाकवि कालिदास कहिले भारतस्य उत्तरस्यां दिशि भारतर उत्तर दिगरे देवतात्मा देवता मानकर आत्मा स्वरूप हिमालय नाम नगाधिराज हिमालय नामक पर्वताधिराज पूर्वा परौ त्वयनिधि बगाह्य पूर्वश्च अपरश्च पूर्वा पर तौ पूर्वा परौ त्वयनिधि अर्थ समुद्र पूर्वे रहिला बंगोपसागर अपर पश्चिम रहिला अरब सागर बंगोपसागर ठार अरब सागर पर्यंत विस्तीर्ण भूमि उपरे पृथ्वीर मापकाठी स्वरूप हिमालय पर्वत विद्यमान कथा को जते बेले कालिदास कहंती ओडिया कवि निरद्रष्टा साजिले से कवि किए अविभक्त बालेश्वर जिलार स्वर निकटस्थ केदारपुर गारे जन्म रही राय बहादुर राधानाथ राय जे कि ओडिया जाति ओडिया भाषा माइली खुंट कहले अत्युक्ति हेबना से गोटे पद कहिले कले भारतर रत्न शिवंत विश्वविदित हिमालय हिमालयर पाद देश आग काल कांचनपुरी नाम रे गोटे छोटिया विद्याधर राज्य थिला सेई कांचनपुरी राज्यर तत्कालीन राजा प्रजा मानक पुत्रवत पालन लालन करुथिले राजांकर गोटे बोली पुओ राजा जी वार्धक्य अवस्था रे उपनीत हे मोर गुणी ज्ञान विवेक महोदय पाला होची गण शिक्षा लोक शिक्षा आज्ञा ये वार्धक्य अवस्था केडे दुखमय मु आपण मानकु गोटिए जोड़िए पद सुनौची आपण माने सुनौ जो माने 60 वर्ष रु अतिक्रम करि गलेनी वार्धक्यर प्रथम पावच्छरे आज्ञा आमे जते बेले उपनीत हुअंती सेते बेले हमर अवस्थाटा कोन होय कोन वृद्ध हेले दारा तनय रकुते गंती केसाने कुशांत अरदाना हेले तारणी हे मोर महानुभव आमे चाष काम करने गोटे दामुड़ी गोरु किणी आनती
ଦାମୁଡ଼ି ଗୋରୁଟିକି ଯେତେବେଳେ କିଣି ଆଣନ୍ତି ସେତେବେଳେ ତା ପାଖରେ 3-4 ଥର ଘାସ କାଟି ପକାନ୍ତି, 3-4 ଥର ବିଚିଲି କାଟି ପକାନ୍ତି, 3-4 ଥର କୁଣ୍ଡା ତୋରାଣି ଦିଅନ୍ତି। ସେଇ ଦାମୁଡ଼ି ଗୋରୁ ଚାଷ କରି ଆମକୁ ଧାନ, ମୁଗ, ବିରି, କୋଳଥ ଇତ୍ୟାଦି ଦିଏ, ଯାହାକୁ ବିକ୍ରୟ କରି ବିକ୍ରୟ ଲବ୍ଧ ଅର୍ଥରେ ଆମେ ଆମର ଗୁଜୁରାଣ ଆଜ୍ଞା ମେଣ୍ଟାନ୍ତି। ବିଚାର କରନ୍ତୁ ମୋର ବିବେକୀ ମଣ୍ଡଳୀ, ସେଇ ଦାମୁଡ଼ି ଗୋରୁ ଯେତେବେଳେ ହଡ଼ା ହେଇଯାଏ ଆପଣ ମାନେ ତା ପାଖରେ ଆଉ 3-4 ଥର ଘାସ କାଟି ପକାନ୍ତି କି? ପକାନ୍ତି? 3-4 ଥର ବିଚିଲି କାଟି ପକାନ୍ତି? 3-4 ଥର କୁଣ୍ଡା ତୋରାଣି ଦିଅନ୍ତି? ନା। ଯଦି କେତେବେଳେ ମନେ ପଡ଼ିଲା ହଡ଼ା ପାଖରେ ନଡ଼ା ଗଣ୍ଡେ ପକେଇ ଦିଅ। ସେଇ ନ୍ୟାୟରେ ଆମେ ଯେତେବେଳେ ବୁଢ଼ା ହେଇଯିବା ସାନ୍ଧ୍ୟ ସମୟ ପିଣ୍ଡା ଉପରେ ବସିଥିବା ଆଜିର ବୋହୂକୁ ପାଖକୁ ଡାକିବା, ଆଲୋ ମା ଭାତ ଗଣ୍ଡେ ରାନ୍ଧିଦେ, ହରଡ଼ ଡାଲି ଟିକେ କରିଦେ, ଆଳୁ ଟିକେ ଭର୍ତ୍ତା କରିଦେ, ମୁଁ ଖାଇବି। ଆଜିର ବୋହୂ ଉତ୍ତର ଦବ, ବାପା ଆପଣ ଯଦି ଭାତ ହରଡ଼ ଡାଲି ଆଳୁ ଭର୍ତ୍ତା ଖାଇବେ ରାତିରେ 2-4 ଥର ଝାଡ଼ା ଉଠିବେ। ଆପଣଙ୍କୁ ଝାଡ଼ା ଉଠେଇ ନବ କିଏ? କଞ୍ଚା ଚୁଡ଼ା 2ଟି ଦଉଛି, ଚିନି ଟିକେ ଦଉଛି, ଲୁଣ ଟିକେ ପାଣି ଗ୍ଲାସ ଦଉଛି, ଆପଣ ତାକୁ ଖାଇ ପିଇକିରି ଶୁଅନ୍ତୁ। ହେ ମୋର ବିଦ୍ୱାନ ମଣ୍ଡଳୀ, ମନ ଥବ ଭାତ ହରଡ଼ ଡାଲି ଆଳୁ ଭର୍ତ୍ତାରେ ବହୁ ସେଦିନ ପାଖରେ କଞ୍ଚା ଚୁଡ଼ା, ଚିନି, ଲୁଣ, ପାଣି ଥୋଇବ। ଆମେ ତାକୁ କେମିତି ଖାଇବା? ବାଇଆ ଲେଖିଲେ କହିଲେ ଗୃହ ମଧ୍ୟେ ଶ୍ୱାନ ପରାଏ ସେ କହିଲେ ଶ୍ୱାନ। ଶ୍ୱାନ ଅର୍ଥାତ କୁକୁର। ଆମେ କୁକୁରଟେ ଦୁଆର ମୋରେ ପୋଷିଛେ ଆଜ୍ଞା, ତାର ମନ ଅଛି ବେଲିଏ ଖାଇବା ପାଇଁ, ଆମେ ତାକୁ ବେଲିଏ ଦିଅନ୍ତି କି ମୁଠିଏ ଦିଅନ୍ତି? କୁକୁର ସେଦିନ ଚାରି ପାଖକୁ ଚାହେଁ, ଅନ୍ୟ ଉପାୟ କିଛି ନାହିଁ, ସେଇ ମୁଠିଏ ଖାଇ ଆମ ଦ୍ୱାର ମୋରେ ଯେମିତି ଜାଗ୍ରତ ପ୍ରହରୀ ପରି ରହିଥାଏ। ବହୁ ଯେତେବେଳେ ପାଖରେ କଞ୍ଚା ଚୁଡ଼ା, ଚିନି, ଲୁଣ, ପାଣି ଥୋଇବ ଆମେ ସେଦିନ ଚାରି ପାଖକୁ ଚାହିଁବା, ଅନ୍ୟ ଉପାୟ କିଛି ନାହିଁ। ବଳ ସିନା ଥିଲା, ରୋଜଗାର କରୁଥିଲି, ଯାହା ଯେତେବେଳେ ମନ ହଉଥିଲା କିଣି କରି ଖାଉଥିଲି। ଆଜି ମୁଁ ବୁଢା ହେଇଗଲି, ପାଖରୁ ଧନ ସରିଗଲା, ବଳ ଚାଲିଗଲା, ସେଇ କଞ୍ଚା ଚୁଡ଼ା, ଚିନି, ଲୁଣ, ପାଣି ଖାଇ ପିଇ ଆମେ ସିନା ବିଛଣାରେ ଶୋଇବା, ହେଲେ ଆଖିରେ ନିଦ ନଥିବ। ଯୋଉ ଶରୀର ଦିନ ହୃଷ୍ଟପୁଷ୍ଟ ଥିଲା, ଖାଇବାକୁ ନ ପାଇ ସେ ଦିନକୁ ଦିନ ଜୀର୍ଣ୍ଣ ଶୀର୍ଣ୍ଣ ହେଇଯିବ। ପାଇଆ ନିର୍ଯାସ ଦେଲେ, କହିଲେ ଯାଙ୍କୁ ଦୁଃଖ ସହି ପଶିଲୁ ମୁଣ୍ଡ ଝାଳୁକୁ ତୁଣ୍ଡରେ ମାରି ପେଟରେ ଉଦାକୁ ନ ପକେଇ ଯୋଉ ପୁଅ ଝିଅଙ୍କୁ ତୁ ମଣିଷ କରିଥିଲୁ, ତୁ ଯେତେବେଳେ ବୁଢା ହେଇଗଲୁ ସେ ପୁଅ ଝିଅ ତୋତେ ପଚାରିଲେନି ଏ ମାୟା ସଂସାରରେ କି ଲାଭ ଅଛି? ଏ କଥାକୁ ବାଇଆ କହିଲା ବେଳେ ଆପଣଙ୍କର ସଂସ୍କୃତି ସାରଥୀ ଶ୍ରୀମଦ୍ ବାବା ବଳିଆ ତୀର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଅରିଳ ମଠ ମହନ୍ତ ସଂସ୍କୃତି ସାରଥୀ ଶ୍ରୀମଦ୍ ବାବା ବଳିଆ ବିଶ୍ୱବାସୀଙ୍କୁ ଦିଗ୍ଦର୍ଶନ ଦେଲେ। କହିଲେ କେଡ଼େ ଆଦରର ଧନ ମୁଁ ଥିଲି ଅର୍ଜନ ବେଳେ,
କରୁଥିଲି ଅର୍ଜନ ବେଳେ ଯେତେବେଳେ ଧନ ଉପାର୍ଜନ କରୁଥିଲି ପୁଅ ଡାକୁଥିଲା ସ୍ନେହରେ ବାପା ବାପା ବୋଲି ସ୍ତ୍ରୀ ସ୍ୱାମୀ ସ୍ୱାମୀ କହି ପାଖରେ ବସୁଥିଲା ଯେତେବେଳେ ବଳ ଚାଲିଗଲା ଧନ ସରିଗଲା ଆଜି ତର୍ଜନ ଗର୍ଜନ ସହୁଛି ଆଜି ଏ ବୃଦ୍ଧ କାଳେ ଯଦି ପୁଅ ବୋହୂଙ୍କୁ କଣ କହିଦେଲି ସେ ବଡ ପାଟି କରି ମତେ ଗାଳି ଦଉଛନ୍ତି